ସାହିତ୍ୟର ଆଦର ଓ ଆଦୃତି। ଜୀବନ ବ୍ୟାଖ୍ୟାର ଶାସ୍ତ୍ର ସାହିତ୍ୟ, ଯେଉଁଥିରେ ମାନବ ଜୀବନର ଅନୁଭୂତିସିଦ୍ଧ ପ୍ରାପ୍ତ ଜ୍ଞାନର ସୃଜନଶୀଳ କଳାତ୍ମକ ବର୍ଣ୍ଣନା ଥାଏ। ଗଦ୍ୟ ପଦ୍ୟ ହୋଇ ସାହିତ୍ୟର ଯେମିତି ଦୁଇ ପ୍ରକାର ଅଛି, ସେମିତି ସାହିତ୍ୟର ପରିସର ବା ବ୍ୟାପ୍ତି ବା ବ୍ୟାପକତା ତାହାର ବିସ୍ତୃତି ଦେଖିବାରେ, ଶୁଣିବାରେ ଏବଂ ପଢ଼ିବାରେ ରହିଛି। ଗୀତ ରଚିତ ହୋଇ ସଙ୍ଗୀତ ବା ମ୍ୟୁଜିକ୍ ମାଧ୍ୟମରେ ଗାୟିତ ହୋଇ ଶୁଣାଯାଏ। ନାଟ୍ୟ ସାହିତ୍ୟ ମଞ୍ଚରେ ପରିବେଶିତ ଅଭିନୀତ ହୋଇ ଦେଖାଯାଏ। ଆଉ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସମୀକ୍ଷା, ଜୀବନୀ ପଢ଼ାଯାଏ। ଏଇ ହେଉଛି ସାହିତ୍ୟ ସୃଷ୍ଟି ବା ରଚନାର ତ୍ରୟ ପରିସର। ସାହିତ୍ୟରେ ମନୁଷ୍ୟ ସୃଷ୍ଟିର ବିବରଣୀ ଥିବାରୁ ଜୀବନ ଯେମିତି ମଣିଷକୁ ଭଲ ଲାଗେ, ଜୀବନରୁ ଉତ୍ପନ୍ନ ସାହିତ୍ୟ ସେମିତି ମଣିଷକୁ ଭଲ ଲାଗେ। ସାହିତ୍ୟ ପ୍ରତି ମଣିଷର ବ୍ୟକ୍ତିଗତ ଭଲ ପାଇବାକୁ ସାହିତ୍ୟର ଆଦର ଏବଂ ସାହିତ୍ୟ ପ୍ରତି ମଣିଷର ସାମୂହିକ ତଥା ଗଳ୍ପ, କବିତା, ଉପନ୍ୟାସ, ନାଟକ, ପ୍ରବନ୍ଧ, ସମାଲୋଚନା ଇତ୍ୟାଦି ବିଭାଗୀୟ ସାମଗ୍ରିକ ଭଲ ପାଇବାକୁ ଆଦୃତି କୁହାଯାଇଥାଏ। ମଞ୍ଚରେ ଅଭିନୀତ ନାଟକକୁ ସାମୂହିକ ମେଳ ହୋଇ ଦର୍ଶକର ଦେଖିବାରେ ଥାଏ ସାହିତ୍ୟର ଆଦୃତି, ଯାହାକୁ ଅନ୍ୟ ନାମରେ ସାହିତ୍ୟର ଲୋକପ୍ରିୟତା ମଧ୍ୟ କୁହାଯାଇଥାଏ। ଲୋକେ ଆଦର ଏବଂ ଆଦୃତିକୁ ଗୋଟିଏ ଅର୍ଥରେ ବୁଝି ନେଇଥାନ୍ତି, ହେଲେ ଲୋକମାନଙ୍କର ଏଭଳି ବିଚାର ସଠିକ୍ ନୁହେଁ। ଏହା ସ୍ଥୂଳ ବିଚାର, ପରନ୍ତୁ ସୂକ୍ଷ୍ମ ବିଚାର କଦାପି ନୁହେଁ। ଆଦୃତି ଜଣକର ନୁହେଁ, ସମସ୍ତଙ୍କର। ଆଦର ନିର୍ବାଚୟୀ, ମନୋନୟନ ଭିତ୍ତିକ। ଆଦୃତି ସାର୍ବଜନୀନ। ସାହିତ୍ୟର ଜାତୀୟ ସମ୍ପତ୍ତିର କାରଣ ହେତୁ ସାହିତ୍ୟ ଥରେ ରଚିତ ହୋଇ ପାଠକୀୟ ଗ୍ରାହ୍ୟତା, ଗ୍ରହଣୀୟତା ବା ସ୍ୱୀକୃତି, ଅନୁମତି ଲାଭ କରି ସାରିଲା ପରେ ତାହା ଜାତୀୟ ସମ୍ପତ୍ତିରେ ପରିଣତ ହୋଇଯାଏ, ଜାତୀୟ ଧନ ରୂପେ ଗୃହୀତ ହୁଏ। ଯେହେତୁ ସେଥିରେ ଗୋଟିଏ ନିର୍ଦ୍ଦିଷ୍ଟ ମାନବ ସଭ୍ୟତା, ତାହାର ଜୀବନ ଧାରଣଗତ ପ୍ରକ୍ରିୟା ବା ସଂସ୍କୃତି ନିହିତ, ସେଥିରୁ ଜାତିର ପରିଚୟ ମିଳେ। ସୁତରାଂ ସାହିତ୍ୟ ହତାଦର, ଅବହେଳାର ପାତ୍ର ନୁହେଁ। ସେଥିରେ ବ୍ୟକ୍ତିଗତ ବା ଜଣକର, ଏକକର ଆଦର ବା ଭଲ ପାଇବା ତଥା ସାମୂହିକ ଆଦୃତି ବା ଲୋକପ୍ରିୟତା ରହିଅଛି। ଜୀବନକୁ ସମସ୍ତେ ଭଲ ପାଆନ୍ତି, ତେଣୁକରି ସାହିତ୍ୟକୁ ସଭିଏଁ ଭଲ ପାଇବେ। ଭଲ ପାଇବା ଏବଂ ଲୋକପ୍ରିୟତା ସର୍ବଦା ରୁଚିଶୀଳ ବା ଆଗ୍ରହାନ୍ୱିତ। ମନରେ ଆଗ୍ରହ ନଥିଲେ ଭଲ ପାଇବା ନଥାଏ। ଭଲ ପାଇବା ଇଚ୍ଛାକୃତ, କାରଣ ବ୍ୟକ୍ତିଗତ ସ୍ତରରେ ଅଛି ବୋଲି, ପରନ୍ତୁ ଆଦୃତି ବା ଲୋକପ୍ରିୟତା ଉଦ୍ୟମଶୀଳ, ଚେଷ୍ଟାକୃତ, ଯାହାକି ସାହିତ୍ୟ ସଭା, କବିତା ପାଠୋତ୍ସବ, ନାଟକ ମଞ୍ଚସ୍ଥକରଣ, ପୁରସ୍କାର ପ୍ରଦାନ, ପାଠ୍ୟାନ୍ତର୍ଗତତା, ପଦବୀ ପ୍ରାପ୍ତିରେ ଦେଖାଯାଇଅଛି। ଉପରୋକ୍ତ କାର୍ଯ୍ୟକ୍ରମ ଇଚ୍ଛା କଲେ କେବଳ ହୋଇଯାଇ ନଥାଏ, ଯେଉଁ ପର୍ଯ୍ୟନ୍ତ ଉଦ୍ୟମ ଆୟୋଜନ ହୋଇନାହିଁ, ଇଚ୍ଛା ଜାଗୃତି ଆସିନାହିଁ। ଆଲୋଚନା ସଭା, ପାଠଚକ୍ର ବା ସେମିନାର, କବିତା ପାଠୋତ୍ସବ, ନାଟକ ମଞ୍ଚସ୍ଥକରଣ, ପୁରସ୍କାର ପ୍ରଦାନ, ପାଠ୍ୟ ପ୍ରଚଳନ ଜଣକର ବ୍ୟକ୍ତିଗତ ଉଦ୍ୟମରେ ସର୍ବଦା ସହଜରେ ସମ୍ଭବ ହୋଇନଥାନ୍ତି। ଏଥିପାଇଁ ଅନେକ ଶୁଭେଚ୍ଛୁଙ୍କର ସାମୂହିକ ଉଦ୍ୟମ ନିହାତି ଦରକାର। କାରଣ ଜାତୀୟ କାର୍ଯ୍ୟକ୍ରମ, ଜାତିର ଉତ୍ଥାନ ଅଛି। ଚର୍ଚ୍ଚା, ତର୍କ ବିତର୍କ ସାହିତ୍ୟକୁ ଉନ୍ନତ, ପ୍ରସାରିତ କରାଏ। ଏଇଥିରେ ରଚିତ ସାହିତ୍ୟର ପରବର୍ତ୍ତୀ କାର୍ଯ୍ୟକ୍ରମମାନ ଅଛି। ଲେଖକ ସାହିତ୍ୟ ଲେଖି ଚୁପ୍ ହୋଇ ନୀରବରେ ବସିଗଲେ ହେବ ନାହିଁ, ବରଂ ତା'ର ସାହିତ୍ୟଟି କେମିତି ଆଦର ପାଇବ, ଆଦୃତିରେ ପହଞ୍ଚିବ, ସେ ଦିଗ ପ୍ରତି ଲେଖକ ବା ସାହିତ୍ୟର ସ୍ରଷ୍ଟା ଯତ୍ନବାନ ହେବାକୁ ପଡ଼ିବ। ଉଦାସୀନତା ବା ଔଦାସୀନ୍ୟ କେବେ କୌଣସି କାମକୁ ଫଳରୂପ ଦିଏନା। ଉଦ୍ୟମ ବା ପରିଶ୍ରମ ବା ଚେଷ୍ଟା, ପ୍ରୟାସ ହିଁ ଦିଏ। ଅଗତ୍ୟା ସେହି ପ୍ରୟାସ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କରିବାକୁ ପଡ଼ିବ। ବ୍ୟକ୍ତିଗତ ସ୍ତରଗୁଡ଼ିକ ହେଲେ ସାହିତ୍ୟ ଲେଖି ନିଜେ ପଢ଼ିବା ସହିତ ଅନ୍ୟକୁ ପଢ଼ାଇବା, ଅର୍ଥ ଖର୍ଚ୍ଚ କରି ବହି କାଢ଼ିବା, ସାହିତ୍ୟ ସଭାକୁ ଯାଇ ବହି ବାଣ୍ଟିବା, ଲବି ବା ଗୋଷ୍ଠୀ ଚେତନା ସର୍ଜିବାରେ ପାଠକୀୟ ସଚେତନତା ଆସେ। ପାଠକ ସାହିତ୍ୟ ପଢ଼ିବା ପ୍ରତି ମନୋଯୋଗ ଦିଏ।
ଆଗ୍ରହ ପ୍ରକାଶ କରେ। ଫଳରେ ସାହିତ୍ୟ ଅନ୍ୟର ଆଦର ପାଏ, ଆଦୃତିରେ ପହଞ୍ଚେ। ଯଦି ସାହିତ୍ୟ ଜାତି ପାଇଁ ଅବଦାନ ରଖେ ତେବେ ତାହା ପୁରସ୍କାର ପାଏ, ପ୍ରକାଶକର ଦୃଷ୍ଟି ଆକର୍ଷେ, ଶ୍ରେଣୀଗୃହର ପାଠ୍ୟ ଖସଡ଼ାରେ ଅନ୍ତର୍ଭୁକ୍ତ ହୁଏ। ଲେଖକ ଲୋକପ୍ରିୟ ହୋଇ କବିବର, କବିଶେଖର, କବିସୂର୍ଯ୍ୟ, ସ୍ୱଭାବ କବି, ପଲ୍ଲୀ କବି, କାନ୍ତ କବିର ଉପାଧି ପାଏ। ଏସବୁ ସାହିତ୍ୟର ସାମୂହିକ ଆଦୃତିର ସ୍ତର। ଆଦର ପାଇ ଆଦୃତିରେ ପହଞ୍ଚେ। ଜଣେ ପଢ଼ିଲା, ବହୁ ଜଣଙ୍କୁ ପଢ଼ାଇଲା, ଧୀରେ ଧୀରେ ଜାତି ଦୃଷ୍ଟିକୁ ଆସିଲା। ପାଠରେ ପଢ଼ାଗଲା, ପୁରସ୍କୃତ ହେଲା, ସମ୍ବାଦରେ ସ୍ଥାନ ପାଇଲା, ଗବେଷଣାର ସାମଗ୍ରୀ ହେଲା। ଲୋକେ କହିଲେ, ମୁକ୍ତ କଣ୍ଠରେ କି କାଳଜୟୀ ସାହିତ୍ୟ, କାଳଜୟୀ କବି। ପଢ଼ି ପଢ଼ି ମନେ ରଖି ଉଦ୍ଧୃତି ଦେଲେ, ଉଦାହରଣରେ ଆଣିଲେ। ଯଥା ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ, ସୁଖ ନଦିଏ ଦେଖା ଧରା ଦର୍ଶନେ। ନିଜ ଜୀବନେ ହେଲେ ସୁଖ ଆଗତ, ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ। ତପସ୍ୱିନୀ ସପ୍ତମ ସର୍ଗ ଗଙ୍ଗାଧର। କିମ୍ବା ମିଥ୍ୟା କଥା ଯେବେ ପ୍ରଜାଏ କହିବେ, ମେଳ ହୋଇ ସତ ସତ। ମିଥ୍ୟା ଜାଣି ଜାଣି ତାଙ୍କୁ ମାନି ମାନି ବୋଲାଯାଏ ସତ ସତ। ଯେମିତି ତିନି ତୁଣ୍ଡରେ ଛେଳି କୁକୁର ହୋଇଯାଏ। ଅଙ୍କ ଦ୍ରବ୍ୟ ପ୍ରୀତି ହ୍ରାସ ନୀତି ନୀତି, ଦେଖି ଦେଖି ପୁନଃ ପୁନଃ। ହେଲେ ଶୂନ୍ୟ ଅଙ୍କ, ଶୂନ୍ୟ ଯୋଗେ ଅଙ୍କ, ପରିହୃଦ ପ୍ରୀତି ଗୁଣ। ତପସ୍ୱିନୀ ତୃତୀୟ ସର୍ଗ। ଅନୁକମ୍ପା ତହିଁ ବୋଇଲେ ଶୀତେ, କାର୍ଯ୍ୟ କରେ ଲୋକ ଶ୍ରଦ୍ଧା ସହିତେ। ଫୁଲେ ଫୁଲେ ଯଥା ବିଭିନ୍ନ ବାସ, ଜୀବନେ ଜୀବନେ ଶ୍ରଦ୍ଧା ନିବାସ। ସ୍ୱଭାବେ ମାନବ ବସୁ, ଦୈବୀ ମାନବୀ ଆସୁରୀ ଭେଦରେ ହୋଇଥାଏ ଫଳପ୍ରସୂ। ତପସ୍ୱିନୀ ପଞ୍ଚମ ସର୍ଗ। When there is a will, there is a way। ଇଚ୍ଛା ଥିଲେ ଉପାୟ ଆସେର ଚିହ୍ନ। ସାହିତ୍ୟର ଏଭଳି ଆଦର ବ୍ୟକ୍ତିଗତ ସ୍ତରରେ ନିଜର ଇଚ୍ଛାନୁଯାୟୀ ହୋଇଥାଏ। ଅବଶ୍ୟ ଏଇଭଳି ଉପଦେଶାତ୍ମକ ପଦ୍ୟ ବାକ୍ୟାବଳୀରେ ଜୀବନର ସାର୍ବଜନୀନ ସତ୍ୟରୂପ ପ୍ରବଚନରେ ପ୍ରକଟିତ ହୋଇ ରହିଅଛି। ସାହିତ୍ୟ ରଚନାର କାହାଣୀ ସହିତ ଏସବୁ ବାକ୍ୟର ପ୍ରତ୍ୟକ୍ଷ ଯୋଗାଯୋଗ ନାହିଁ। ଏସବୁ ଗୁଡ଼ିକ ସେଥିରୁ ବିଚ୍ଛିନ୍ନ। ସାହିତ୍ୟର ବ୍ୟକ୍ତିଗତ ଐକିକ ଜଣକୀୟ ଆଦରରେ କିଏ କବିତାକୁ, କିଏ ଗଳ୍ପକୁ, କିଏ ଉପନ୍ୟାସ ଲେଖିବା ଓ ପଢ଼ିବାକୁ ଭଲ ପାଏ। କାହ୍ନୁଚରଣ ମହାନ୍ତି ଉପନ୍ୟାସକୁ ଭଲ ପାଆନ୍ତି, ଆଦର କରନ୍ତି ବୋଲି ଅସଂଖ୍ୟ ଉପନ୍ୟାସ ଲେଖିଛନ୍ତି। କିନ୍ତୁ ସେ କବି ନୁହନ୍ତି, ନାଟ୍ୟକାର ନୁହନ୍ତି, ପ୍ରାବନ୍ଧିକ ନୁହନ୍ତି। ତାଙ୍କର ବୁଲା ନାମକ କୁକୁର ଜୀବନ ଉପରେ ରଚିତ ଗଳ୍ପ ମୋର ଅଷ୍ଟମ ଶ୍ରେଣୀର ଗଳ୍ପପରାଗ ନାମକ ଗଳ୍ପ ବହିରେ ଥାଇ ପାଠ୍ୟାନ୍ତର୍ଗତ ଥିଲା। ଏଥିରୁ ଜଣାଯାଏ କି କାହ୍ନୁଚରଣ ମହାନ୍ତି ଗଳ୍ପ ଲେଖିଛନ୍ତି। ସେହିପରି ନାଟ୍ୟକାର ମନୋରଞ୍ଜନ ଦାସ କେବଳ ନାଟକ ଲେଖିଛନ୍ତି। ସାହିତ୍ୟର ଅନ୍ୟାନ୍ୟ କୌଣସି ବିଭାଗରେ ସେ ଲେଖନୀ ଚାଳନା କରିନାହାନ୍ତି। ରମେଶ ପ୍ରସାଦ ପାଣିଗ୍ରାହୀ କେବଳ ଜଣେ ନାଟ୍ୟକାର। ଏସବୁ ସାହିତ୍ୟକୁ ଆଦରର ପରିଚୟ ଦେଇଥାଏ, ବ୍ୟକ୍ତିଗତ ଭଲ ପାଇବାରୁ ରଚିତର ନମୁନା। ଯେବେ ଏସବୁ ନାଟକ ମଞ୍ଚରେ ଅଭିନୀତ ହେଉଥିଲା, ସେତେବେଳେ ଯେଉଁମାନେ ଦର୍ଶକ ହୋଇ ନାଟକ ଦେଖୁଥିଲେ, ସେମାନଙ୍କୁ ନାଟ୍ୟ ସାହିତ୍ୟକୁ ଆଦୃତି ସ୍ତରରେ ନେଇ ପହଞ୍ଚାଇଥିବା ଦର୍ଶକ କୁହାଯିବ। ଏବେ ଯେଉଁ ଯାତ୍ରା ନାଟକ ଖୋଲାଖୋଲି ଗଣନାଟ୍ୟ, ଲୋକନାଟ୍ୟର ବିଭାଗିତ ନାମାୟିତ ହୋଇ ମୁକ୍ତାକାଶୀ ରଙ୍ଗମଞ୍ଚରେ ମଞ୍ଚସ୍ଥ ଅଭିନୀତ ହେଉଅଛି, ସେଥିରେ ଅଶ୍ଳୀଳତାପୂର୍ଣ୍ଣ ଅଭିନୟ ପ୍ରଦର୍ଶିତ ଅତି ବାସ୍ତବିକ ରୀତିରେ ହେଉଅଛି। ତାକୁ ଦେଖି ଅଧିକାଂଶ ଦର୍ଶକ ଅଶ୍ଳୀଳ ଦୃଶ୍ୟାୟନକୁ ଆଦୃତ କରିଥିବା ବେଳେ କିଛି ଦର୍ଶକ ପ୍ରତିବାଦୀ ହୋଇ ଅଧାରୁ ଯାତ୍ରା ଦେଖା ଛାଡ଼ିଥିବାର ଖବର ବି ଅଛି। ଓଲଟି ଏମାନେ ଆକ୍ଷେପ କରି ଦୋଷ ଦେଇ କହିଛନ୍ତି, ଯାତ୍ରା ଅଭିନୟ ବେଶ୍ୟାଳୟ ପାଲଟି ଯାଇଛି। ଓଃ କି ବାଜେ ଅଭିନୟ! ଲୋକଙ୍କଠାରୁ ଲାଜସରମ ସବୁ ପୋଡ଼ିଗଲାଣି। ଥୋବରାଙ୍କ ଭଳିଆ ପୁଣି ନାଚ ଦେଖୁଛନ୍ତି। କେମିତି କେଜାଣି ଉପାର୍ଜନ ଲୋଭ ମଣିଷକୁ ରସାତଳଗାମୀ କଲାଣି। ଶଳା ଭିଲିଆନ୍କୁ ଟିକେ ସଙ୍କୋଚ ବୋଧ ନାହିଁ। ବେହିଆ ପୁଣି ମଞ୍ଚରେ ମୁତିବାର ଦୃଶ୍ୟ, ନିଜ ମଳଦ୍ୱାରରେ ପୋଲିସ ଲାଠି ଗେଞ୍ଜା ଖାଇବାର ଦୃଶ୍ୟ, ଗୋଡ଼ ପାଦ ଟେକି ଫାଡ଼ି ବିକଟାଳ ଗର୍ଜନ ଛାଡ଼ି ଦେଖାଉଛି କେମିତି? ପୁଣି ଏହାକୁ ଦେଖି ଦର୍ଶକଙ୍କ ଖୁସି ହେବା, ପାଟିଚିଲା କରି ତାଳି ପିଟିବା, ନିର୍ଦ୍ଦେଶକଙ୍କୁ ଅର୍ଥରାଶି ପୁରସ୍କାର ଦେବା, ବେଶଘରକୁ ସିପାହୀ ମେଳରେ ମଝିରେ ଥାଇ ହାତ ବନ୍ଧା ହୋଇ, ମୁହଁରେ କଳା କପଡ଼ାର ଢାଙ୍କୁଣୀ ଘୋଡ଼ାଇ, ପିଚାରେ ବେତମାଡ଼ ଖାଇ ଅପମାନିତ ହୋଇ ଯାତ୍ରାରେ ଚାକିରି କରିବାର ଅଭିନେତାର ଇଚ୍ଛା, ପଇସା ଆଗରେ ଲଜ୍ଜା ସଙ୍କୋଚକୁ ବଳି ଦେଇ ନିର୍ଦ୍ଦେଶ ଅନୁଯାୟୀ ଅଭିନୟ ପ୍ରଦର୍ଶନ ପ୍ରକ୍ରିୟା ସତରେ ଚିନ୍ତା ଉଦ୍ରେକକାରୀ।
ଲୋକେ ପୁଣି କହୁଛନ୍ତି ଅଶ୍ଳୀଳ ଅଭିନୟ ଦେଖାଇବାରେ ଅଭିନେତା ଯାତ୍ରା ଖଳନାୟକର ଦୋଷ କିଛି ନାହିଁ। ସେ ପଇସା ଦିଆ କିଣା ଚାକର, ଓସ୍ତାଦର ଚାଟ, ଗୋଲାମ, ଅନୁଗତ, ଉତ୍ସର୍ଗୀକୃତ। ଯେମିତି ନିର୍ଦ୍ଦେଶିତ ତଦନୁଯାୟୀ ଅଭିନୟ ଦେଖାଇବାକୁ ବାଧ୍ୟ। ମୋଟା ଅଙ୍କର ଦରମା ପାଉଛି, ନାମୀ ଦାମୀ କଳାକାର ହୋଇଛି, ଚୁକ୍ତିବଦ୍ଧ ବଣ୍ଡ ସାଇନ୍ କରିଛି, ଗାଳି ମାଡ଼ ଖାଇ ଅଭିନୟ କୁଶଳୀତ୍ୱର ସଂକଳ୍ପ କରିଛି, ନକଲେ ଆଡ଼ଭାନ୍ସ ଟଙ୍କା ଫେରାଇ ବଇନା ଅର୍ଥ ଦେଇ ପାଟିରୁ ବିଦା ହୋଇଯିବ। ତା ଛଡ଼ା ଅଭିନୟ ଲଜ୍ଜା ସଂକୋଚ ଅମଙ୍ଗ ଦେଖେନା, ପ୍ରକୃତ ସ୍ୱାଭାବିକ ଅଭିନୟ ପ୍ରକାଶ ଦେଖେ। ତାହା କରିବାକୁ ସମ୍ମତ ଯଦି ଅଭିନୟର ସୁଯୋଗ ପାଇବ, ନହେଲେ ଯାଇ ବେକାର ହୋଇ ଘରେ ବସିବ। ନିଜର ଅନ୍ତର୍ନିହିତ ନାଟ୍ୟ ପ୍ରତିଭାର ଦର୍ଶନ କରାଇ ପାରିବ ନାହିଁ। ଶୁଣାଯାଏ କି ନିର୍ଦ୍ଦେଶକ ଏଭଳି ଅତି ବାସ୍ତବିକ ଅଶ୍ଳୀଳ ଅଭିନୟ ଦେଖାଉଥିବା ଯାତ୍ରା ଭିଲେନକୁ ବାହାରେ ବୁଲିବାକୁ ନ ଛାଡ଼ି ତାକୁ ସର୍ବଦା ନିଜର ନଜରବନ୍ଦୀରେ ରଖିଛନ୍ତି। ଆଉ ଭିଲେନ ଗୁରୁବାକ୍ୟକୁ ବେଦବାକ୍ୟ ମଣି ଜୋକ ମୁହଁରେ ଲୁଣ ଦେବା ଭଳି ଚୁପ୍ ହୋଇ ନାଟ୍ୟଗୁରୁଙ୍କଠାରେ ନିଜର ଅଧୀନତା ବଶମ୍ବଦତାକୁ ବଳି ଦେଇ ବାହାରେ ନ ବୁଲି ଲୋକଙ୍କ ସହିତ ନ ମିଶି କ୍ୟାମ୍ପ ଭିତରେ ଲୁଚି ରହିଛି। ଅବଶ୍ୟ VIP ଟ୍ରିଟମେଣ୍ଟ ପାଉଛି। କାଳେ ଲୋକେ ତାକୁ ତାର ଅଶ୍ଳୀଳ ଅଭିନୟ ପ୍ରଦର୍ଶନ ପ୍ରସଙ୍ଗରେ କିଛି ପଚାରିବେ, ଆଉ ସେ ଲାଜ ପାଇବ, ସେ ଲାଗି ଓସ୍ତାଦ ତାକୁ ବାହାରକୁ ବୁଲିବାକୁ ଛାଡ଼ୁ ନଥିଲେ। ନାଟକ ଚଳନ୍ତି ସାହିତ୍ୟ ପ୍ରଦର୍ଶନରେ ନାଟକ ରଚନାର ସଫଳତା ବିଚାର୍ଯ୍ୟ ହୋଇଥାଏ। ଅଭିନୟ ପ୍ରଦର୍ଶନ ଅକୃତ୍ରିମ ହେଲେ ଦର୍ଶକ ମନରେ ଅଫୁରନ୍ତ ପ୍ରଭାବ ବିସ୍ତାର କରିଥାଏ। ନବରସ ଭିତରେ ଆଦିରସ ଶୃଙ୍ଗାରର ଉପଚାର ଯାତ୍ରା ଭିଲେନଠାରେ ଅତିମାତ୍ରାରେ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶକଙ୍କ ତାଲିମକୁ ପାଳିବାରେ ଭିଲେନ ଦେଖାଇ ଚଳନ୍ତି ସାହିତ୍ୟ ନାଟକକୁ ଆଦର ବ୍ୟକ୍ତିଗତ ସ୍ତରରେ ଓ ଆଦୃତି ସାମୂହିକ ଉଭୟ ସ୍ତରରେ ରଖାଯାଇଥିଲା। ଯେଉଁ ଲୋକେ ଭଲ ପାଇ ନଥିଲେ ସେମାନେ ଦୃଶ୍ୟକୁ ଆଦର କରୁନଥିଲେ, ଆଉ ଯେଉଁମାନେ ଭଲ ପାଇଥିଲେ ଆଦୃତିର ଫଳସ୍ୱରୂପ ବାହା ବାହା କରିବା, ଭିଲେନର ଦେହରେ ପିଚାରେ ହାତ ବୁଲାଇବା, ମାଷ୍ଟରଙ୍କୁ ପୁରସ୍କୃତ କରିବାର ନମୁନା ଦେଖାଇଥିଲେ। ଆଦର ଏଠି ବହୁଜଣଙ୍କର ଥିଲା, ତେଣୁ ଆଦୃତି କୁହାଯିବ। ବିରୋଧୀ ପକ୍ଷ ସବୁଠି ରହିବେ। ନାଟକ ସାମୂହିକ ପ୍ରଦର୍ଶିତ ବିଦ୍ୟା ଥିବାରୁ ଯାତ୍ରା ଅଭିନେତାର ଏ ପ୍ରକାର ମନୋଭାବିତ ଅଭିନୟ ପ୍ରଦର୍ଶନ ଅପବାଦ ପାଇଥିଲା, ଯାହାକି ଏକପକ୍ଷ ବିଚାର। କିନ୍ତୁ ଏହାଦ୍ୱାରା ଅର୍ଥାତ୍ ଅଶ୍ଳୀଳ ପ୍ରଦର୍ଶନ ଯାତ୍ରା ଶିଳ୍ପ ପ୍ରତିଷ୍ଠାନ ରୋଜଗାରକ୍ଷମ ସୃଜନଶୀଳ କଳା ଦରବାରରେ ବଜାର କାଟ୍ତି ଯେ ନେଇପାରିଛି ବୋଲିବାକୁ ହେବ। ଅର୍ଥ ଲଗାଣକାରୀ ସଂସ୍ଥା ମାଲିକର ବ୍ୟାବସାୟିକ ଅଭିବୃଦ୍ଧି ଏଥିରେ ଅଛି। ତେଣୁକରି ସେ ଅଶ୍ଳୀଳ ଅଭିନୟକୁ ପ୍ରୋତ୍ସାହିତ କରୁଛି। ଦର୍ଶକ କିଛି ଦେଖିବାକୁ ବି ଚାହୁଁଛନ୍ତି। ହାସ୍ୟ, କରୁଣ, ବୀର ଭଳି ଶୃଙ୍ଗାର ବି ଏକ ପ୍ରକାର ରସନିଷ୍ଠ ଅଭିନୟ। ସାହିତ୍ୟର ଆଦର ଆଦୃତିର ସୀମାବଦ୍ଧତା ଅଛି। ସବୁ ଭାଷାର ସାହିତ୍ୟ ସମସ୍ତେ ପୁଣି ସବୁ ପ୍ରକାରର ସାହିତ୍ୟ, ସବୁ ଲେଖକର ପୁଣି ଗୋଟିଏ ଲେଖକର ସବୁ ଲେଖା କେହି ବି ପଢ଼ି ପାରି ନଥାନ୍ତି। ସାହିତ୍ୟ ରଚନା ଓ ପ୍ରକାରର ପରିବ୍ୟାପ୍ତ ଅଗତ୍ୟା ବ୍ୟସ୍ତତାଯୁକ୍ତ ମଣିଷ ଜୀବନ ଖାଲି ସାହିତ୍ୟ ପଢ଼ିବାକୁ, କେବଳ ସାହିତ୍ୟ ଲେଖିବାକୁ ଜନ୍ମ ହୋଇନାହିଁ। ସାହିତ୍ୟ ଅବସର ବିନୋଦନ କାର୍ଯ୍ୟକ୍ରମ। ମିଳିଲେ ଲେଖିହୁଏ, ପଢ଼ିହୁଏ, ଦେଖିହୁଏ, ନ ମିଳିଲେ ନାହିଁ ବା ନଥାଏ। ତେଣୁ ସାହିତ୍ୟର ଆଦର ଓ ଆଦୃତି ଅର୍ଥାତ୍ ବ୍ୟକ୍ତିଗତ ଭଲ ପାଇବା ଆଉ ସାମୂହିକ ଭଲ ପାଇବା ଏହିଭଳି ବିବେଚିତ ହେବ। ସାହିତ୍ୟର ଆଦର ଆଦୃତି ସାହିତ୍ୟକୁ ରୂପାନ୍ତର ପ୍ରକ୍ରିୟା ଦିଏ, ସ୍ତରଭେଦର ବିଚାର କାଢ଼େ। ଅର୍ଥାତ୍ ଫକୀରମୋହନଙ୍କ ରେବତୀ ଗଳ୍ପ ଅନ୍ୟାନ୍ୟ ରେବତୀ ଗଳ୍ପମାନଙ୍କୁ ଜନ୍ମ ଦେଇଛି। ପେଟେଣ୍ଟ ମେଡିସିନ ଶ୍ରୀମତୀ ସମାର୍ଜନୀ ନାମରେ ଗୀତିନାଟ୍ୟ ରୂପ ଧରିଛି ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଦ୍ୱାରା। ଗଳ୍ପ ନାଟକକୁ ବଦଳୁଛି, ଉପନ୍ୟାସ ସିନେମା ରୂପ ପାଇଛି। ଲାବଣ୍ୟବତୀ କାବ୍ୟ, କେଦାରଗୌରୀ କାବ୍ୟ, କାଳିଜାଈ କବିତା ବେତାର ନାଟ୍ୟ ରୂପ ପରିଗ୍ରହ କରିଛି। ଶସ୍ତା ସାହିତ୍ୟ ଯଥା ମୋ ସ୍ୱାମୀ ନାହାନ୍ତି ଘରେ, ଉଛୁଳା ପ୍ରେମ, ଅଭାଗିନୀର ଚଉଠି ନାମକ ରାସ୍ତା କଡ଼ର ଫୁଟପାଥ ବଜାର ବହି ଦୋକାନର ଉପନ୍ୟାସ ଶ୍ରେଣୀ ପାଠକୁ ଉଠି ପାରିନାହିଁ। ଯାତ୍ରା ନାଟକ ଉଚ୍ଚ କୋଟିର ନାଟକ ବୋଲାଇ ପାରିନାହିଁ। ଏମାନଙ୍କର ସ୍ତର କାଳଜୟୀ ପୁରସ୍କୃତ ପାଠ୍ୟାନ୍ତର୍ଗତ ସାହିତ୍ୟଠାରୁ ଅତି ନିମ୍ନରେ ନିଚ୍ଚରେ ରହିଅଛି। ଏମାନଙ୍କୁ ପଢ଼ି ଆଦର କରୁଥିବା, ଆନନ୍ଦିତ ହେଉଥିବା ପାଠକମାନେ ବି ତାଦୃଶ ନିମ୍ନ ମାନସିକତା ସମ୍ପନ୍ନ। ଏମାନଙ୍କ ମନକୁ ଦେଖି ଏଇଭଳି ସାହିତ୍ୟ ସର୍ଜିତ, ପଠିତ ତଥା ଆଦରିତ ହେଲେ ଆଦୃତ ନୁହେଁ।
ପଠିତ ସାହିତ୍ୟ ଆଦର ସ୍ତରକୁ ଆସିଯିବା ପରେ ଯଦି ପାଠକ ନିଜେ ଲେଖକ ହୋଇଥାଏ, ତେବେ ସେ ମନରେ ଭାବିବ କି ସେ କେମିତି ଏ ସାହିତ୍ୟକୁ ନେଇ ପାଥେୟ କରି ମୁଁ ନୂଆ ସାହିତ୍ୟଟିଏ ସୃଷ୍ଟି କରିବି। ବିଶ୍ୱ ସାହିତ୍ୟ ହୋଇଥିଲେ ମୁଁ ତାକୁ ପ୍ରାଦେଶିକ ଆଞ୍ଚଳିକ ସ୍ତରରେ ଆଣି ପହଞ୍ଚାଇ ମୋ ଦେଶ ମୋ ଭାଷା ପାଇଁ ଅପୂର୍ବ ସାହିତ୍ୟଟିଏ ସୃଷ୍ଟି କରିବି, ଯାହାକି ଆଦୃତ ହେବ, ଆଦୃତି ପାଇବ, ପାଠ୍ୟାନ୍ତର୍ଗତ ହେବ। ଉଦାହରଣ ସ୍ୱରୂପ ଇଂରାଜୀ କବିତା ଆଲେକଜାଣ୍ଡର ସେଲ୍କ୍ରିକ୍କୁ ଭକ୍ତକବି ମଧୁସୂଦନ ରାଓ ଓଡ଼ିଆରେ ଅନୁବାଦ କରି ନିର୍ବାସିତର ବିଳାପ ନାମ ଦେଇ ଶେଷରେ ପାଠକୀୟ ସାମୂହିକ ଆଦୃତି ସ୍ତରରେ ପହଞ୍ଚାଇ ପାରି ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତ କରାଇ ପାରିଲେ। ଏହି କବିତାଟିକୁ ମୁଁ ସପ୍ତମ ଶ୍ରେଣୀର ସାହିତ୍ୟ ପାଠରେ ପଢ଼ିଥିଲି ଜଟଣୀ ହାଇସ୍କୁଲରେ ଥାଇ। ଏବେ ବି ଏହା ଯୁକ୍ତ 2 ଇଚ୍ଛାଧୀନ ଓଡ଼ିଆରେ ପାଠ୍ୟ ପ୍ରଚଳିତ ଅଛି। ଭଲ ଲାଗିଛି ବୋଲି ଅନୁବାଦ ହେଲା, ଶେଷରେ ପଢ଼ାଗଲା, ଘୋଷା ହୋଇ ମନେ ରହିଲା। ସେହିପରି ଲିଓ ଟଲଷ୍ଟୟଙ୍କର 3ଟି ପ୍ରଶ୍ନ ନାମକ ଗଳ୍ପ ମୋର ସପ୍ତମ ଶ୍ରେଣୀର ପାଠ୍ୟ ଥିଲା। ଆଇଏରେ ବି ଏହାକୁ ଇଂରାଜୀ ପେପରରେ ପଢ଼ିଥିଲି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ କୋର୍ସ ବ୍ରହ୍ମପୁର ସିଟି କଲେଜରେ ଥାଇ। ୱିଲିୟମ ୱାର୍ଡସୱାର୍ଥଙ୍କ ଦି ସଲିଟାରୀ ରିପର କବିତାଟି ଓଡ଼ିଆ ଅଧ୍ୟାପକ ନାରାୟଣ ମୋହନ ଦେଙ୍କ ଦ୍ୱାରା ଏକାକିନୀ କୃଷକ କାମିନୀ ନାମରେ ମୋର ମଝିଆ ବଡ଼ ଭଉଣୀ ତାଙ୍କର ସପ୍ତମ ଶ୍ରେଣୀର ପାଠମାଳା ସାହିତ୍ୟ ବହିରେ ନିମାପଡ଼ାରେ ଥାଇ ପଢ଼ିଥିଲେ। ସଲିଟାରୀ ରିପରର ପ୍ରଥମ ପଦଟି ହେଲା, ବିହୋଲ୍ଡ ହାର୍ ସିଙ୍ଗିଲ୍ ଇନ୍ ଦ ଫିଲ୍ଡ, ୟୁ ସଲିଟାରୀ ହାଇଲ୍ୟାଣ୍ଡ ଲାସ୍, ରିପିଂ ଆଣ୍ଡ ସିଙ୍ଗିଂ ବାଇ ହର୍ ସେଲ୍ଫ, ଷ୍ଟପ୍ ହିୟର ଅର୍ଜେଣ୍ଟଲି ପାସ୍। ଓଡ଼ିଆ ଅନୁବାଦଟି ହେଲା, ଦୂରେ କେଦାରେ ପାନ୍ଥ ଦେଖ କାମିନୀ, ବିଜନଗିରି ଉପତ୍ୟକା ବାସିନୀ, ହେ ପାନ୍ଥ ଦଣ୍ଡେ ଏଥି କରିଣ ସ୍ଥିତି, ଶୁଣ ସେ ଏକାକିନୀ ବିଷାଦ ଗୀତି। ଓଡ଼ିଆ ପ୍ରଫେସର ଗୋଲକ ବିହାରୀ ଧଳ ହିନ୍ଦୀ ସାହିତ୍ୟିକ ମୁନ୍ସି ପ୍ରେମଚାନ୍ଦଙ୍କର ପୁସ୍ କି ରାତ ଗଳ୍ପକୁ ଓଡ଼ିଆରେ ଅନୁବାଦ କରି ପୁଷରାତି ନାମରେ ତାକୁ ପ୍ରକାଶିତ କରି ହିନ୍ଦୀ ଭାଷା ଜାଣୁନଥିବା ଓଡ଼ିଆ ପାଠକଙ୍କ ପଢ଼ିକି ଭଲ ପାଇବାର ବାଟ ଖୋଲି ଦେଇଛନ୍ତି। ସେମିତି ପ୍ରେମଚାନ୍ଦଙ୍କର ଗୋଦାନ ଉପନ୍ୟାସକୁ ବି ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟର ମାନ ବୃଦ୍ଧି କରାଇଛନ୍ତି। ଭଲ ଲାଗିଛି ବୋଲି ଆଦର କରିଛନ୍ତି ବୋଲି ଅନୁବାଦ ସାହିତ୍ୟ ବୋଲି ଏକ ବିଭାଗ ପୃଥିବୀର ସବୁ ଭାଷାର ସାହିତ୍ୟରେ ବିକଶିତ ହୋଇପାରିଛି। ଅନୁବାଦର ମହତ୍ ଯୋଗସୂତ୍ର ସାହିତ୍ୟକୁ ବିଶ୍ୱମୁଖୀ କରାଏ, ଭାଷା ଭାଷା ମଧ୍ୟରେ ସୁସମ୍ପର୍କ ସ୍ଥାପନା କରେ, ଆଦରରୁ ସାହିତ୍ୟ ଆଦୃତିର ସ୍ତରରେ ପହଞ୍ଚେ, ଐକିକରୁ ବହୁକ ରୂପରେ ଦିଶେ, ଭାଷାର ସୀମାବଦ୍ଧତା କଟେ, ଶୁଣା କଥା ଲେଖା ସାହିତ୍ୟକୁ ଉଠେ। ଯେମିତି କିମ୍ବଦନ୍ତୀ ବା ଜନଶ୍ରୁତି ବା ଲିଜେଣ୍ଡକୁ ଆଶ୍ରା କରି ବକୁଳ ବନର କୋକିଳ କବି ପଣ୍ଡିତ ଗୋଦାବରୀଶ ମିଶ୍ର କାଳଜାଇ କବିତା କାଳିଜାଇ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ଆଦର ସାମୂହିକ ପାଠକୀୟ ଆଦୃତିରେ ପହଞ୍ଚି ଶ୍ରେଣୀର କୋର୍ସରେ ପଢ଼ାଗଲା। ରେଡ଼ିଓ ଓ ମଞ୍ଚ ନାଟକକୁ ଉତ୍ତୀର୍ଣ୍ଣ ହେଲା। ଶ୍ରୋତା ନାଟକ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ମଞ୍ଚରେ ନାଟକ ରୂପାୟନକୁ ଦେଖିଥିଲେ। ନିଜେ ଭଲ ନ ପାଇଲେ ଅନ୍ୟକୁ ଭଲ ପାଇବାର ସୁଯୋଗ ଦେଇ ହୋଇ ନଥାଏ। ସାହିତ୍ୟର ଆଦର ଓ ଆଦୃତିର ଏହା ସର୍ବଶ୍ରେଷ୍ଠ ପରିଯୋଜନା। ସୁତରାଂ ଏହି ଚଳିତ ପ୍ରସଙ୍ଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରେମ ଯୋଉଠି, ପ୍ରସାର ସେଇଠି ଥାଏ।